ସମସ୍ତ ଅଛନ୍ତି ଯାହାକି କହନ୍ତି ସମସ୍ତେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭୂତ ସଭାପତି। ଆପଣଙ୍କୁ ସ୍ୱାଗତ କରୁଛି। ଶୁଣା ଯାଉଛି ଆମ କଥା? ହଁ ଶୁଭୁଛି। ମୁଁ ବର୍ତ୍ତମାନ ହ୍ୟାଲୋ ନମସ୍କାର। ମୁଁ ବର୍ତ୍ତମାନ କାଉରୀ କାମାକ୍ଷୀ ଆସାମ ଗୌହାଟୀ କାଉରୀ କାମାକ୍ଷୀ ଶକ୍ତିପୀଠରେ ବର୍ତ୍ତମାନ ବସିଛି। ସ୍ୱାଗତ କରୁଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ହଁ ଜୟ ଯାହାକି ଆମ ଜଗନ୍ନାଥ ଜୟ ଜଗନ୍ନାଥ। ପ୍ରଥମେ ଆମ ଚ୍ୟାନେଲ ଫାଷ୍ଟ ଫୋନ ଇନ୍ ଲାଇଭରେ ଯେହେତୁ ଦୂରତା ହେଉଛି ଆମ ଆଧ୍ୟାତ୍ମିକ ଚ୍ୟାନେଲ ପ୍ରଥମେ ଅନେକ ଅନେକ ସ୍ୱାଗତ କରୁଛୁ ଆମ ଦର୍ଶକ ମାନଙ୍କୁ, ଯାହାକି ପ୍ରଥମ ଥର ଆମ ଆଧ୍ୟାତ୍ମିକ ଚ୍ୟାନେଲରେ ଭୂତ ସଭାପତି। ଆମର ଗୋଟେ ଛୋଟିଆ ପ୍ରଶ୍ନ ଯିବ। ଅନେକ ଲୋକ ଆମକୁ ପ୍ରଶ୍ନ ବି ପଚାରନ୍ତି, ଆପଣ ସ୍ପିରିଚୁଆଲ ଚ୍ୟାନେଲ କରିଛନ୍ତି ଆଧ୍ୟାତ୍ମିକ ଯେ ଏ ଯୋଉ କଳିଯୁଗରେ କଳ୍କି ଅବତାର ଗ୍ରହଣ କରିବା ଏ ଯୋଉ କହୁଛନ୍ତି, ପ୍ରକୃତରେ କଣ ସତରେ ଏ କଳ୍କି ଅବତାର ଅବତାର ହେଇସାରିଲେଣି? ଧର୍ମଟା ତ ଯୁଗେ ଯୁଗେ ଜୟ ଆଗରୁ ଆମର ରହିଛି। ଆମର ଏଇ ଯୋଉ ସନ୍ଦେହ, ଏଇ ଯୋଉ ଆଜି ଯୋଉ ଲୋକମାନେ ଯୋଉ କହୁଛନ୍ତି ଆପଣଙ୍କ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଏଇ ଯୋଉ ଆମର ବେଦ ଶାସ୍ତ୍ର ଉପନିଷଦ ଉପରେ ଯୋଉ କ୍ୱେଶ୍ଚିନ୍ ମାର୍କଟା ଲଗାଉଛନ୍ତି, ଏଇଟାକୁ ଏଇ 70-75 ବର୍ଷ ଭିତରେ ଭାରତ ଯେବେଠୁ ସ୍ୱାଧୀନ ହେଲା ଏଇ ସବୁ ଟାଇପର ଲୋକଙ୍କ ମନରେ ଏସବୁ ଜିନିଷକୁ କ୍ରିଏଟ୍ କରାଯାଇଛି। ଏସବୁ ସତ୍ୟ, ଯାହା ଆମର ଶାସ୍ତ୍ର ପୁରାଣରେ ଲେଖା ହେଇଛି ସବୁ ସତ୍ୟ, ତିଳେ ମାତ୍ର ମିଥ୍ୟା ନାହିଁ। ଗୋଟିଏ ଛୋଟିଆ କଥା ଆପଣଙ୍କୁ କହିଦେବି ଯେ ସାରା ଭାରତବାସୀ ପୃଥିବୀ ଲୋକ ସମସ୍ତେ ଜାଣିଛନ୍ତି ଯେ ଆମର ଗୋଟେ ଅଛି ସୋମନାଥ ମନ୍ଦିର ସାମ୍ନାରେ ଗୋଟେ ସ୍ତମ୍ଭ ଅଛି। ସେ ସ୍ତମ୍ଭରେ ଗୋଟେ ଗୋଲାକାର ପେଣ୍ଡୁ ଥୁଆ ହେଇଛି। ତା ଦେହରେ ଗୋଟେ ତୀର ମରା ହେଇଛି। ସେ ତୀରଟା ସିଧା କରାହେଇଛି ପ୍ରଶାନ୍ତ ଆଣ୍ଟାର୍କଟିକା ପ୍ରଶାନ୍ତ ମହାସାଗର ଡାଇରେକ୍ସନ ମରା ହେଇଛି। ଲେଖା ହେଇଛି ଯେ ସେଇଟା ହଜାର ହଜାର ବର୍ଷ ହେଇଛି ଯେ ଏଇ ଦିଗରେ କୌଣସି ପ୍ରକାର ସ୍ଥଳ ଭାଗ ନାହିଁ, ଯାହାକି ଏବେ ଗୁଗୁଲ ତାର ସେ ସର୍ଚ୍ଚ କରିକି ଦେଖିଲେ ଯେ ପ୍ରକୃତରେ ଭାରତୀୟ ଲୋକମାନେ କେତେ ଜ୍ଞାନୀ। ପୃଥିବୀ ଗୋଲ ସମସ୍ତେ ଜାଣିଛନ୍ତି। ବରାହ ଅବତାରରେ ପୃଥିବୀଟାକୁ ନିଜେ ପ୍ରଭୁ ତାଙ୍କ ଦାନ୍ତରେ ଧରିଛନ୍ତି ଗୋଲ କରିକି। ତ ବୈଜ୍ଞାନିକ ମାନେ ତ ଏବେ କହିଲେ ତ ଆମର ସେ ସତ୍ୟ ଯୁଗର ଘଟଣା, ସେ କେତେ ହଜାର ବର୍ଷ ତଳର ଘଟଣା। ସେବେଠୁ ତ ପୃଥିବୀ ଗୋଲ ଆମର ସମସ୍ତେ ଜାଣିଛନ୍ତି। ଏଇ ସବୁ କଥା ସମସ୍ତେ ଜାଣିବା ଦରକାର। ଆମର ବେଦ ଶାସ୍ତ୍ର ପୁରାଣକୁ କେବେ ହେଲେ ଆପଣ ମାନେ ତାପରେ କ୍ୱେଶ୍ଚିନ୍ ମାର୍କ ଲଗେଇବେନି। ଆଉ ଗୋଟେ ଛୋଟିଆ କଥା, ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ସମସ୍ତେ ଦର୍ଶକ ବନ୍ଧୁ ଆମର ଯେତେ ଆଧ୍ୟାତ୍ମିକ ମାର୍ଗରେ ଯେତେ ଯୋଡ଼ି ହୋଇଛନ୍ତି ସମସ୍ତେ ଜାଣିବା ଏ କଥାଟା ନିହାତି ଦରକାର ଅଛି ଯେ ସମସ୍ତେ କହୁଛନ୍ତି ପୃଥିବୀର ଯୋଉ ପୃଥିବୀର ଯୋଉ ଆଦି ଯୋଉ ଅନ୍ତ ହବାର ଯୋଉ ସମୟ ସୀମା, ସେଇଟାର ଯୋଉ ଶେଷ ସମୟ 5000 କଳି ପରେ ପୁଣି ସତ୍ୟଯୁଗ ଆରମ୍ଭ ହବ। ସେଇ ଯୋଉ ସମୟ ସୀମାଟା ଏବେ ସରିଯାଇଛି। କଳ୍କିଙ୍କର ଆବିର୍ଭାବ ନିଶ୍ଚିତ ହେଇସାରିଛି। ଆଉ ଆଗକୁ ବହୁତ କିଛି କଳ୍କି କରିବେ। ଯୁଗ ଯୁଗ ଏମିତି ଯୁଗ ପରିବର୍ତ୍ତନ ହେଇଛି, ଆସିଛି ଯାଇଛି, ଆସିଛି ଯାଇଛି। ତେଣୁକରି ଏଇଟା ସ୍ଥିର ବୋଲି ସେମାନେ କାହିଁ ଭାବୁଛନ୍ତି? ଏଇଟା କେତେ ବର୍ଷର କି ସମୟ? ଏଇ ଯୋଉ ସମୟଟା ଏମାନେ ସମସ୍ତେ ଭାବୁଛନ୍ତି ଏଇଟା କେତେ ବର୍ଷ ହେଲା ଆପଣଙ୍କୁ ଆସିକି ଏଇ କଥାଟା ଭାବୁଛନ୍ତି? ଆପଣଙ୍କର 1000 ବର୍ଷର ଲୋକ, ଆପଣ 500 ବର୍ଷର ଲୋକ କି? ଆପଣ କେତେ ବର୍ଷର ଲୋକ କି? ପଚାରନ୍ତୁ ଆଉ କଣ ଜାଣିବାକୁ ଚାହୁଁଛନ୍ତି? ବର୍ତ୍ତମାନ ଲୋକ ଅନେକ ଚ୍ୟାନେଲ ଦେଖୁଛୁ। ଆକ୍ଚୁଆଲି କଣ ଦୁନିଆରେ ସତରେ କଣ ଭୂତ ଅଛନ୍ତି? ଏ କଳି ଯୁଗରେ ସତରେ କଣ ଭୂତ ଅଛି? ବିଜ୍ଞାନ କୋଉଠି ଯାଇ ମାଇଲାଣି? ସତରେ ଯୋଉ ଅନେକ ଲୋକ କହନ୍ତି ଭୂତ ମାନଙ୍କର ଭୟ, ଅନେକ ଲୋକ ବିଭ୍ରାନ୍ତକର ହଉଛନ୍ତି। ସତରେ କଣ ଏ ଆଧ୍ୟାତ୍ମିକ ଯୁଗରେ ସତରେ କଣ ଭଗବାନ ଯୋଉଠି କହୁଛନ୍ତି କଳ୍କି ଅବତାର ଜନ୍ମ ଗ୍ରହଣ କରନ୍ତି, ସତରେ କଣ ଭୂତ ଅଛନ୍ତି ଧରା ପୃଷ୍ଠରେ? ଆଉ କଣ କ୍ୱେଶ୍ଚିନ୍ କରିବା କଥା କହିଦିଅନ୍ତୁ, ମୁଁ ସବୁ ଆନ୍ସର ଦେଇଦେବି। ଗୋଟେ କ୍ୱେଶ୍ଚିନ୍ ଆପଣଙ୍କର ରହିଲା ଦର୍ଶକ ବନ୍ଧୁ ମାନଙ୍କରୁ, ଏ କଥାର ମୁଁ ଉତ୍ତର ଆପଣଙ୍କୁ ନିଶ୍ଚିତ ଦେବି। ଆଉ କଣ କିଛି ଦୂର ଯିବ ନଳ ବହିବ ବହୁତ ମାର୍ଗରେ, ବହିବ ବହୁତ ମାର୍ଗରେ, ଭକତ ହୋଇଲେ ଜାଣିପାରିବ ଯେ ଅଭକତ ଯିବେ ନାଶରେ। একথা ମଧ୍ୟ କହିଛନ୍ତି। ସେ ଆଉ ମଧ୍ୟ ଅନ୍ଧବର ପୀଠ କଥା କହିଛନ୍ତି, 13 କଦମ କଥା କହିଛନ୍ତି, ରତ୍ନ ଯୋଡି କଥା କହିଛନ୍ତି, ରତ୍ନ ବଟ କଥା କହିଛନ୍ତି, ଅନନ୍ତ କୁଦ ଅନେକ କୁଦ କଥା କହିଛନ୍ତି। 8 ଗୋଟି କୁଦ ରହି ଅଛି ତହିଁ ଜାଣ, ସାରଳା ମଣ୍ଡଳେ ଗିରି ଗୋପ୍ୟ ଯେ ପ୍ରମାଣ, କଂସାରୀ କୁଦ ଯେ ଅନନ୍ତ କୁଦଟି ଜହିଁ, ଏ କଳଙ୍କି କୁଦ ଚଣ୍ଡିଆ ପଲା କୁଦ ତହିଁ, ଆଉ ରହି ଅଛି ପରା
ତଳବାର ଆତଙ୍କା ଜାଣ ଖଣ୍ଡିଆ କୁଦ ଯେ ବୋଲି ନାମ ଯେ ପ୍ରମାଣ କୁଲେଇ ଶୁଣି ଯେ କୁଦ ରହିଅଛି ଭରା କଦଳୀ କୁଡ଼େ ପରା ଅଛି ଯେ କାଠଜଳି କୂଳରେ କୁଲେଇ ଶୁଣି କୁଦ ବୋଲି ଅଛି। ଏଠି କୁଲେଇ ଶୁଣି ଠାକୁରାଣୀ ରହିଛନ୍ତି, ପଶ୍ଚିମାମୁଖୀ ଠାକୁରାଣୀ ରହିଛନ୍ତି, ସେ କୁଲେଇ ଶୁଣି କୁଦରେ ରହିଛନ୍ତି ଠାକୁରାଣୀ। ସେଠି ମଧ୍ୟ ମହାଦେବ ଅଛନ୍ତି। ସେ ଜାଗାରେ ବହୁତ କଥା ଅନ୍ଧ ବାବା ଥିଲେ, ନଟ ବାବା। ଏହିପରି ଶାରଳା ମନ୍ଦିରରେ ଲେଖିଛନ୍ତି ବରଦ ଶାସନ ଗ୍ରାମର ସେ ଯେଉଁ ଅଟେ ମହାବୀର ଶେରଡ଼ି ଦେବ ତିନିଥର ଗଗନ କମ୍ପିବ ଅପାର। ବରଦା ଶାସନରେ ହନୁମାନ ମଧ୍ୟ ଅଛନ୍ତି। ଏଠି ବଳି ବାମନ ପୀଠ ଅଛି। ତାଙ୍କର କନ୍ୟା ରତ୍ନାବଳୀ ଭାବରେ ରତ୍ନାବତୀଙ୍କୁ ନାମ ଦିଆଯାଇଛି। ଏହି ପ୍ରକାର ଅନେକ ଜାଗା ମାନ ରହିଯାଇଛି। ଏହି ପ୍ରକାର ଅନେକ ରହିଯାଇଛି ଜାଗା ମାନ ସବୁ ମହାପୁରୁଷଙ୍କର। ଯେ ଶାରଳା ମଣ୍ଡଳ ହଉଛି ଆଦ୍ୟ ମଣ୍ଡଳ। ପ୍ରଥମେ ଶାରଳା ମଣ୍ଡଳ ଆପଣ ମାନେ ଜାଣିଥିବେ ଗୋଟିଏ ବୃତ୍ତାନ୍ତ କହୁଅଛି ଯେ ବ୍ରଜସୁତ ଆଜଲି ରାଜେ ମୋହଠାରେ ହୋଇବ ଶାରଳା ମଣ୍ଡଳେ ମହାମାଇ ସିଂହବାହିନୀ ରୂପ ଭେଇ ଅଷ୍ଟଭୁ ଯାଜେ ରୂପ ତାର ଅଷ୍ଟଚଣ୍ଡୀଙ୍କୁ ସେ ବିଚାର ଆଠଟା ଚଣ୍ଡୀ କିଏ ବ୍ରାହ୍ମଣୀ ମାହେଶ୍ୱରୀ କୌମାରୀ ବାରାହୀ ନାରସିଂହୀ ବୈଷ୍ଣବୀ ନାରାୟଣୀ ଚାମୁଣ୍ଡା ଏ ଯୋଉ ଅଷ୍ଟଚଣ୍ଡୀ ରହିଲେ ଅଷ୍ଟଚଣ୍ଡୀଙ୍କୁ ଧରିକି ସେ ଲୀଳା କରିବ। ଶାରଳା ମହାପୁରୁଷ କହିଛନ୍ତି, ବେନୁପଡ଼ା ବାଇଦାସ କହିଛନ୍ତି ଶାରଳା ମଣ୍ଡଳରେ କେମିତି କେମିତି ଲୀଳା ହବ। ଶୂନ୍ୟରୁ ଶୁଭୁଥିବ ଡାକ ସଭାଜନ ମରିବେ ରାଜ୍ୟ ଲୋକ ଜାଣ ଗୋ ସଭାଜନ। ଶୂନ୍ୟରୁ ଶୁଭୁଥିବ ଡାକ ଚମକିବେ ରାଜ୍ୟ ଲୋକ ମଲା ମଲା ବୋଲି ପଡୁଥିବ ହୁରି ମରିବେ ରାଜ୍ୟ ଲୋକ ଅଲେଖ ଭାଇ। ନକ୍ଷତ୍ର ଲଞ୍ଜା ଛିଡ଼ିବ ଲବଣ ଜଳେ ବୁଡ଼ିବ ଲହଲହ ଯିବା ଗୋଡ଼ାଇ କାଳିକା ବାଛିଣ ମୁଣ୍ଡ ମୋଡ଼ିବ ଅଲେଖ ଭାଇ। ସକଳେ ହୋଇବେ ଶେଷ ନ ରହିବ ଜ୍ଞାନ ଦେଶ ନାଇକ ବ୍ରାହ୍ମଣ ହୋଇବେ ଅଜ୍ଞାନ ପାଷାଣ୍ଡ ଫଳକୁ ଜନ ବହିବେ ଅଲେଖ ଭାଇ। ଆଉ ବସନ୍ତ ନାମକୁ ବହି ବିଜେ କରିବେ ତିମଇ କହିଲା ବିରଜା ଅମ୍ବିକା ବାରାହୀ ଜାଣ ଚାମୁଣ୍ଡା ଯେ ଗୋଡ଼ାଇବେ ପ୍ରମାଣ। ସେ କହିଲେ କଣ ବସନ୍ତ ନାମକୁ ବହି ବିଜେ କରିବେ ଟିମଇ ବିରଜା ଅମ୍ବିକା ବାରାହୀ ଚଣ୍ଡିକା ଗୋଡ଼ାଇ ଯିବେଟି ଖାଇ ମୋ ଅଲେଖ ଭାଇ। ସକଳେ ହୋଇବେ ଶେଷ ନ ରହିବ ଜ୍ଞାନ ଦେଶ ନାଇକ ବ୍ରାହ୍ମଣ ହୋଇବେ ଅଜ୍ଞାନ ପାଷାଣ୍ଡ ପଣକୁ ଜୋଇବେ ଜନ ମୋ ଅଲେଖ ଭାଇ। ବଡ଼ ଦେଉଳେ ବିଚାର ଜାଣିବ ଶପଥବାର ବଡ଼ ଦେଉଳେ ଜଗନ୍ନାଥ ରହିବେ ମାସ 13 ବନ୍ଦ ହେଇକି। ଭୂତନାଥ ଶିବଙ୍କୁ କାହିଁକି ମାନିବା? ତାମାନେ ଶିବ ମନ୍ଦିରରେ ଆମର ଶ୍ରୀଯୁକ୍ତ 108 ପ୍ରଧାନମନ୍ତ୍ରୀ କାହିଁକି ମୁଣ୍ଡିଆ ମାରିବେ? ଆମର ମହାମହିମୀ ରାଷ୍ଟ୍ରପତି ଶିବ ମନ୍ଦିର ଭୂତନାଥ ମନ୍ଦିରରେ କାହିଁକି ଝାଡୁ ଲଗେଇବେ? ଯଦି ଭୂତ ପ୍ରଶ୍ନ ଆପଣଙ୍କର ଭୁଲ ହେଇଯିବ ତ ଭୂତନାଥ ବି ଭୁଲ ହେଇଯିବ, ମହାଦେବୀ ବି ଭୁଲ ହେଇଯିବ, ପ୍ରଧାନମନ୍ତ୍ରୀ ବି ଭୁଲ ହେଇଯିବ, ଜୋକର ହେଇଯିବେ, ଆମର ମହାମହିମା ରାଷ୍ଟ୍ରପତି ବି ଗୋଟେ ଜୋକରାଣୀ ହେଇଯିବେ। ଏରା ସବୁ ତାମାନେ ମିଛ ହବ। ସେ କାହିଁକି ଯାଇକି ତାହେଲେ ଭୂତନାଥ ମନ୍ଦିରରେ ବସିକି ଝାଡୁ ମାରିବେ? ଶିବ ତ ସେଇ ଯୋଗୁଁ ମଣିକର୍ଣ୍ଣିକା ଘାଟରେ ସବୁଦିନ ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କର ଶବ ଦାହୁଛି। ଆଉ ଶ୍ମଶାନ ବାସିଲେ ଶିବ ଯୋଉଠି ଗାଁରେ ଶ୍ମଶାନ ଥାଏ ସେଇଠି ଶିବ ମନ୍ଦିର ଥାଏ। ଆପଣମାନେ ଜାଣନ୍ତୁ ଓଡ଼ିଶାବାସୀ ମାନେ ଆଜିକାଲିଆ ଲୋକମାନେ ଆଜିକାଲିଆ ପିଲାମାନଙ୍କର ଟିକେ ସେତେ ନଲେଜ ନାହିଁ ବୋଲି ସେମାନେ ଯୋଉଠି ବୋଲି ସେଠି ଶିବ ମନ୍ଦିର କରିଦଉଛନ୍ତି। ନା, ଶିବ ମନ୍ଦିର ସବୁବେଳେ ଗାଁ ବାହାରେ ଥାଏ ଆଉ ଶ୍ମଶାନ ପାଖରେ ଥାଏ। ସେ କାରଣ ଭୂତନାଥ ସେ ହେଉଛନ୍ତି ଭୂତନାଥ। ଆପଣ ଯୋଉଠି ଦେଖନ୍ତୁ ଆମର ତ ଓଡ଼ିଶାର ସବୁଠୁ ଶ୍ରୀକ୍ଷେତ୍ର ହେଲା ପୁରୀ। ପୁରୀରେ ଭୂତନାଥ ମନ୍ଦିର ଅଛି। ସ୍ୱର୍ଗଦ୍ୱାର ଭିତରେ ଆପଣ ଜାଣିଛନ୍ତି କି ନ ଜାଣିଛନ୍ତି ମୁଁ ଜାଣିନି, ଯଦି ନ ଜାଣିଛନ୍ତି ମୋ ମାଧ୍ୟମରେ ଜାଣି ନିଅନ୍ତୁ। ସେଇଠି ବି ଭୂତନାଥ ମନ୍ଦିରରେ ବସିକି ସେମାନଙ୍କୁ ସାଧନା କରି ସେମାନେ ଆସନ୍ତି। ତେଣୁକରି ଭୂତନାଥ ମହାଦେବ ଅଛନ୍ତି ମାନେ ଆପଣ ଭୂତ ଅଛନ୍ତି ବୋଲି ଭାବି ଦିଅନ୍ତୁ। ଆଉ ଗୋଟେ କଥା, ସୀତା ପିଣ୍ଡ ଦାନ ଦେଇଥିଲେ ଆତ୍ମାକୁ ଆପଣ ଜାଣିଥିବେ। ସବୁଦିନ ଯୋଉ ଆମ ଓଡ଼ିଶାରେ ଯୋଉ ଚାଲିଚଳଣି ଯୋଉ ପରମ୍ପରା ଯୋଉ 12-13 ଦିନ ଯାଏ ଯୋଉ ପାଳନ ହଉଛି ମୃତ୍ୟୁ ପରେ ତାକୁ ଖାଇବାକୁ ଦବା, ତାକୁ ଲୁଣ୍ଡା ନେଇକି ନିଆଁ ଲୁଣ୍ଡା ଯିବା, କଟୁରୀ ଜାକିକି ଯିବା, ତାକୁ ଅଣହଳଦିଆ ଖାଦ୍ୟ ନେଇକି ଅନ୍ନ ନେଇକି ଦବା, ଶ୍ମଶାନ ଭୂମିରେ ଦବା। ଆଉ ଗୋଟେ କଥା ଆପଣ ଜାଣିଥିବେ ସମସ୍ତେ 10 ଦିନ ଲଣ୍ଡା ହବା, ତାକୁ ତିଳ ରାଶି ସାଙ୍ଗରେ ପାଣି ଦବା। ଏସବୁ କାହିଁକି ହଉଛି? 12 ଦିନ ଆତ୍ମା ରହିବ, 13 ଦିନ ନର୍କ ବା ସ୍ୱର୍ଗ ଯୋଉଠି ଯିବା କଥା ସେ ଯିବ। ଏଇଟା କାହିଁ ହଉଛି? କାହିଁକି ହଉଛି ନା ଏ କଥା ଓଡ଼ିଶାବାସୀ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଟିକେ ଜାଣିଥିବା ଦରକାର ଅଛି। ଯେ କର୍ଣ୍ଣ କର୍ଣ୍ଣଙ୍କର ଯେବେ ଦେହାନ୍ତ ହେଲା, ତାଙ୍କର ମୃତ୍ୟୁ ଘଟିଲା ମହାଭାରତ ଯୁଦ୍ଧରେ, ସମସ୍ତେ ସ୍ୱର୍ଗରେ ଯାଇକି ଦେଖା ହେଲେ, ସମସ୍ତଙ୍କୁ ଭଲ ମନ୍ଦ ଖାଇବାକୁ ମିଳିଲା, କର୍ଣ୍ଣଙ୍କୁ ଅନ୍ନ ମିଳିଲାନି। କର୍ଣ୍ଣ କହିଲେ ମତେ କାହିଁକି ଅନ୍ନ ଦଉନ? ନା ତୁ ସ୍ୱର୍ଣ୍ଣଦାନ କରିନୁ, ଅନ୍ନଦାନ କରିନୁ, ତୁ ସୁନାଦାନ କରିଛୁ। ତେଣୁକରି ତୁମେ ଆଉଥରେ ତୁମର ଯେହେତୁ ପ୍ରଚଣ୍ଡ ଧର୍ମ ତପସ୍ୟା ବଳ ଅଛି, ତୁମେ ଆଉଥରେ ସ୍ୱ ଶରୀରରେ ସ୍ୱର୍ଗ ଯା, ପୃଥିବୀକି ଯା। ସେ ପୁଣି ଆହୁରି ଶରୀର ନେଇକି ଆସିକି ଏଠି ରହିଲେ କୋଉଠି? 12 ଦିନ ସେଇଠୁ ଅନ୍ନଦାନ କଲେ କୋଉଠି? ପୃଥିବୀ ଲୋକରେ। ପୁଣି ଅନ୍ନଦାନ କଲେ 13 ଦିନ ପୁଣି ସ୍ୱର୍ଗକୁ ଗଲେ। ସେଇ ଯୋଗୁଁ
ସେଇ ଯୋଉ ଜିନିଷଟା କର୍ଣ୍ଣ ଆସିକି ଯାଇଥିଲେ ସେଟାକୁ ଆମର ପାଳନ ହଉଛି ଯୋଉ 13 ଦିନ ଯାଏଁ। ଏଇ କଥାଟା ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଆମର ଦର୍ଶକ ବନ୍ଧୁ ମାନେ ସବୁ ଜାଣିଯାଆନ୍ତୁ କାହିଁକି 13 କର୍ମ ସବୁଦିନ କରାହଉଛି। ଆଜ୍ଞା ଗୟାରେ ପିଣ୍ଡଦାନ ସୀତା କଲେ ଜାଣିଥିବେ। ଆଜ୍ଞା ତାପରେ ଆଜ୍ଞା ମହାଭାରତ ଯୁଗରେ ବହୁତ କିଛି ମାନେ ପିଣ୍ଡଦାନରେ ତ ବହୁତ ଗୟା କାଶୀ ଏବେ କହିଲେ ଆପଣ ଦୀପାବଳି ଦିନ ଅନ୍ଧାରେ ଆସେ ଆଲୁଏ ଯେ ଆପଣ ପିତୃପୁରୁଷ ମାନଙ୍କୁ ଡାକିଲେ ପିଣ୍ଡଦାନ ଦେଲେ ସାଧୁ ତର୍ପଣ ଇତ୍ୟାଦି କଲେ 22 ମାସରେ ଯାଇକି କଲେ ବଡ ବଡିଆ ଡାକିଲେ ସେଟା କଣ ଥିଲା? ଆଜ୍ଞା ଆଶ୍ଵିନ ମାସ ଅପର ପକ୍ଷରେ ଯୋଉ ଦଉଛନ୍ତି ଯାଇକି ପିଣ୍ଡଦାନ ଦଉଛନ୍ତି ସେଟା କଣ ଆପଣ ଦଉଛନ୍ତି ଯାଇକି କାହାକୁ ଦଉଛନ୍ତି ଅପର ପକ୍ଷରେ ପିଣ୍ଡଦାନ ଯାଇକି ଆପଣଙ୍କର ଏଇଟା ଶୁଣ ଯଦି ଆପଣ ମାନେ ସମସ୍ତେ ଆମେ କହୁଛେ ଯେ ପିତୃପୁରୁଷ ମାନଙ୍କର ସବୁ ଜମି ବାଡିର ମୋର ଅଧିକାର ଅଛି ମୋର ପୈତୃକ ସମ୍ପତ୍ତି ଟିକିଏ ହେଲେ ବି ମୋ ରେକର୍ଡ ମୁଁ ନେବି ତ ପିତୃପୁରୁଷ ମାନଙ୍କର ସଂସ୍କାରଟାକୁ ଏଇଟା କାହିଁ ଆପଣ ନେବେନି? ଆଜ୍ଞା ପିତୃପୁରୁଷ ମାନେ ଯୋଉ ଆମର ସଂସ୍କାରଟା ରଖିକି ଯାଇଛନ୍ତି ଆପଣ ତାକୁ କାହିଁ ଗ୍ରହଣ କରିବେ? ତାର ପ୍ରପର୍ଟି ନେବାକୁ ତ ଆପଣ ବାହାରି ପଡୁଛନ୍ତି ଅଣ୍ଟା ଭିଡ଼ିକି ଯୋଉଠି ଯାହା ଅଛି ମୁଁ ସବୁ ନେଇଯିବି ସଂସ୍କାରଟା କେମିତି ନେବେନି ଆପଣ? ମୁଁ ଆପଣଙ୍କୁ କ୍ୱେଶ୍ଚିନ୍ ମାର୍କ କରୁଛି। ଆଜ୍ଞା ଆଜ୍ଞା ତେଣୁକରି ଆପଣ ମାନିବାକୁ ପଡେ ଜଗନ୍ନାଥ କାହିଁକି ତାହେଲେ ଯୋଉ ଆମର ଚଣ୍ଡୀ ଚାମୁଣ୍ଡା ମାନେ ଆପଣ ପୁରୀ ଶ୍ରୀକ୍ଷେତ୍ର ଯାଇଥିବେ ସମସ୍ତେ ଓଡ଼ିଶାବାସୀ ଶ୍ରୀକ୍ଷେତ୍ର ଗଲାବେଳକୁ ସେଇ ପୂର୍ବରୁ ଯୋଉ ବାଟ ମଙ୍ଗଳା କ୍ରସ୍ କରିବେ ଆଗକୁ ଗଲା ବାଁ ପଟେ କୋଉ ଠାକୁରାଣୀ ପଡୁଛି? ବସନ୍ତେଇ ଠାକୁରାଣୀ ପଡୁଛି। ଏଇ ଯୋଉ ବସନ୍ତେଇ ଯୋଉ ଠାକୁରାଣୀ ଯୋଉ ଗାଁରେ ବସନ୍ତୀ ହେଲେ ବା ହଇଜା ସବୁ ଆସିଲେ ସେଠି ବି ପଣା ପାଣିର ବ୍ୟବସ୍ଥା ଥିଲା। ସେ ପଣା ପାଣିରେ ମଧ୍ୟ ଲୋକ ଭଲ ହେଇଯାଉଥିଲେ। ସେ ଯୁଗରେ ତ ମେଡିକାଲ କିଛି ନଥିଲା ସେଟା ବି ଦରକାର ନଥିଲା। ପଣା ପାଣିରେ ଯୋଉଠି ହେଇଯିବ ଆପଣ ଡାକ୍ତର ପାଖକୁ ଯାଇକି ଇଞ୍ଜେକ୍ସନ ଔଷଧର ଆବଶ୍ୟକ କଣ ଥିଲା? ସେ ଯୁଗରେ ପଣା ପାଣିରେ ସବୁ ହେଇପଡିଲା। ସେ ଯୋଉ ବସୁନ୍ଧଇ ଠାକୁରାଣୀ କି ସେଠି ରଖା ହେଇଥିଲା। ଅଲାରନାଥ ଆପଣ ରଥଯାତ୍ରାରେ ଯୋଉ ଅଣସରରେ ଜଗନ୍ନାଥ ରହିବେ ତାଙ୍କୁ ଜ୍ୱର ହଉଛି ପଥି ଦିଆ ହଉଛି ନା ନାଇଁ ଆପଣ ଜାଣୁଛନ୍ତି ନାଇଁ? ସେଇ ସମୟରେ ଦେଖିବେ ଓଡିଶାରେ ସମସ୍ତଙ୍କ ଘରେ ଜ୍ୱର ରୋଗ ପରିବ୍ୟାପ୍ତ ହୁଏ। କାହିଁକି ସେମାନେ ସବୁ ଡାହାଣୀ ଗୋସାଣୀ ପିସାଚୁଣୀ ସେଇମାନେ ସବୁ ଡାହାଣୀ ଗୋସାଣୀ ପିସାଚୁଣୀ ସେଇମାନେ ସବୁ ସେଇ ଜଗନ୍ନାଥ ଯେତେବେଳେ ତାଙ୍କୁ ଜ୍ୱର ହେଇ ରହିଥାନ୍ତି ସେଇମାନେ ସବୁ ଏସବୁ ଧନ୍ଦା କରନ୍ତି। ଓଡିଶା ସାରା ଭାରତ କଣ ପୃଥିବୀ ସାରା ଜ୍ୱର ରୋଗ ପୁରା ସମସ୍ତଙ୍କ ହଏ ସମସ୍ତଙ୍କର। ଏବେ ବି ମାର୍କ କରନ୍ତୁ ଇଏ ସାଇନ୍ସ ଯୁଗରେ ବି ସେଟା ମାର୍କ କରିବେ ଜଗନ୍ନାଥ ଯେବେ ଅଣସର ଘରକୁ ଯିବେ ରଥଯାତ୍ରା ଆସିବା ପୂର୍ବରୁ ଆଉ ସେ ପୂର୍ବରୁ କଳେବର ଧାରଣ କରିବା ପୂର୍ବରୁ ସେ ସମୟରେ ସାରା ରାଜ୍ୟରେ ଜ୍ୱର ରୋଗ କାଶ ଥଣ୍ଡା ସମସ୍ତେ ମାର୍କ କରୁନାହାନ୍ତି କାହିଁକି ଭାଇରସ ହେଉଛି? ସେଟା ହିଁ ଡାହାଣୀ ଗୋସାଣୀ ପିସାଚୁଣୀ। ଆଉ ସେଇମାନଙ୍କୁ ପଣା ଜଗନ୍ନାଥ ଦିଅନ୍ତି କେତେବେଳେ ନା ଯେତେବେଳେ ମନ୍ଦିରକୁ ଯିବେ ହେରି ପ୍ରବେଶ କରିବି କାହାର ପିଲାମାନେ ତ ତମେ ଆସିଥିଲ ହଉ ଟିକେ ପିଇକି ଯା ମୋର ଯୋଉ ପ୍ରଜାମାନେ ଅଛନ୍ତି ମୋ ରାଜ୍ୟରେ ଯୋଉ ଲୋକମାନେ ଅଛନ୍ତି କାହାକୁ କିଛି ହଇରାଣ କରିବେନି ତମକୁ ମୁଁ ପଣା ଦଉଛି। ସେଇ ଯୋଗୁଁ ଗାଁରେ ପଣା ପାଣିର ବ୍ୟବସ୍ଥା ଥିଲା ସମସ୍ତଙ୍କ ଗାଁରେ ଥିଲା। ଆପଣଙ୍କ ଗାଁରେ ଥିଲା ମୋ ଗାଁରେ ଥିଲା ସାରା ଓଡ଼ିଶା ନାହିଁ ସାରା ଭାରତ ବର୍ଷରେ ଯୋଉଠି ହିନ୍ଦୁ ସତ୍ୟ ସନାତନ ଧର୍ମ ରହିଛି ସବୁ ଗାଁରେ ପଣା ପାଣିର ବ୍ୟବସ୍ଥା ଥିଲା। ତାକୁ ଯେବେଠୁ ଏମାନେ ଉଚ୍ଛେଦ କଲେ ସେବେଠୁ ଏତେ ମହାମାରୀ ରୋଗ ସବୁ ପରିବ୍ୟାପ୍ତ ହଉଛି। କିନ୍ତୁ ଏ ରୋଗର ମୂଳ କାରଣ ହଉଛି ରୋଗ ବି ଗୋଟେ ସୂକ୍ଷ୍ମ ଶକ୍ତି। ସେଇମାନେ ଭୂତ ପ୍ରେତ ପିଶାଚ ସେଇମାନେ ସୂକ୍ଷ୍ମ ସେଇମାନେ ଅଶରୀରୀ ସେଇମାନଙ୍କର ଏସବୁ କାର୍ଯ୍ୟକଳାପ। ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ଯଦି ପିତୃପୁରୁଷ ମାନଙ୍କୁ ସନ୍ତୁଷ୍ଟ ନ କରିବେ ପିଣ୍ଡଦାନ ନ କରିବେ ତ ତାର ଯୋଉ କ୍ଷତି ଘଟିବ ଆପଣଙ୍କର ଯୋଉ ଅପୂରଣୀୟ କ୍ଷତି ଘଟିବ ତା ପାଇଁ କିଏ ଦାୟୀ ହବ? କ୍ୱେଶ୍ଚିନ୍ ମାର୍କ ଆପଣଙ୍କୁ ତା ପାଇଁ ଦାୟୀ ହବ କିଏ? ଏଇ ସାଇନ୍ସ ମାନେ ଆଉ ପିଠିରେ ପଡିବେ ତ? ଏ ସାଇନ୍ସ ମାନେ ପୁରା ଲାଷ୍ଟରେ ଅପରେସନ କଲେ ଯେତେବେଳେ ନ ପାରୁଛନ୍ତି ଆପଣ ଭଗବାନଙ୍କୁ ଡାକୁ ବୋଲି କହୁଛନ୍ତି। ଆପଣ କାହାକୁ ଯାଇ କହିବେ ସେତେବେଳେ? କାହାକୁ କହିବେ? ଯେତେବେଳେ ପିତୃପୁରୁଷଙ୍କୁ ପିଣ୍ଡଦାନ ନ କଲେ ତାଙ୍କର ଯୋଉ ଆତ୍ମାର ଅସନ୍ତୋଷ ପଡିବ ଆପଣଙ୍କୁ ବହୁତ ପ୍ରକାର କ୍ଷତି ହେବ। ଆଉ ଗୋଟିଏ କଥା ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଏଇଠି କହିଦେଲି ଯୋଉ ଆମର ପିଣ୍ଡଦାନ ବର୍ଷକରେ ଥର ହଉଛି ଆଶ୍ଵିନ ମାସରେ ମଳ ଶ୍ରାଦ୍ଧ ଯୋଉ ହଉଛି ଆମର ପୃଥିବୀ ଲୋକରେ ବର୍ଷେ ଯାହା ପିତୃ ଲୋକରେ ଦିନେ ସେଇଆ। ତାମାନେ ଆମର ବର୍ଷରେ ଥରେ ଦେଲେ ମଧ୍ୟ ତାଙ୍କର ସେଇଟା ଗୋଟେ ଦିନରେ କାଉଣ୍ଟ ହୁଏ। ଏଇ କଥା ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ଯୁଦ୍ଧରେ ବୁଝିଥିଲେ। ମୋର ରୋମକୂପରେ ବ୍ରହ୍ମାଣ୍ଡ ଭରି ହେଇଛି ସବୁ ବ୍ରହ୍ମାଣ୍ଡର ଟାଇମ ଟେବୁଲ ଅଲଗା ଅଲଗା ଅଲଗା। ଆପଣ ମୁଚୁକୁନ୍ଦ ରାଜା କଥା ଜାଣିଥିବେ। ମୁଚୁକୁନ୍ଦକୁ ଯେତେବେଳେ ମୁଚୁକୁନ୍ଦ ଯୁଦ୍ଧ କରିବାକୁ ଯାଇଥିଲେ ଯୁଦ୍ଧ କଲା ପରେ ରାକ୍ଷସକୁ ମାରିଲେ ଇନ୍ଦ୍ର ତାଙ୍କୁ ଡାକିକି ନେଇଥିଲେ ଆଉ ଗୋଟେ ଲୋକକୁ ନେଇଥିଲେ ବା ଆଉ ଗୋଟେ ଗ୍ୟାଲେକ୍ସି ଯାଇଥିଲେ ଆଉ କୌଣସି ଲୋକରେ ଯାଇକି ସେ ଯୁଦ୍ଧ କରୁଥିଲେ। ସେତେବେଳେ ଯେତେବେଳେ ଯୁଦ୍ଧ ସରିଲା ଅସୁରକୁ ମାରିଲେ ଇନ୍ଦ୍ର କହିଲେ ଯୁଦ୍ଧ ତ ସରିଗଲା ତମେ କଣ ମାଗୁଛ ମାଗ। ସିଏ କହିଲେ ଦେଖ ମୁଁ କଣ ମାଗିବି ମୋର ପିଲା ଛୁଆ ସଂସାର ଯାହା ଅଛି ମତେ ଦେଇଦିଅ ମୁଁ ଯେମିତି ଥିଲି ସେମିତି। ନା ଆଉ କଣ ଅଛି? ତମ ରାଜ୍ୟ ନାହିଁ କି ପିଲା ନାହିଁ କି ଛୁଆ ନାହିଁ କି କିଛି ଆଉ ନାହିଁ ନା କଣ? ପୃଥିବୀର ଟାଇମ ଆମର ଟାଇମ ଅଲଗା। ପୁରା ଆଶ୍ଚର୍ଯ୍ୟ ହେଲେ ତାହେଲେ ତମକୁ ମତେ ଶୋଇବାକୁ ଟିକେ ଦିଅ। ସେ ତାପରେ ଶୋଇଥିଲେ ସେ ଯୋଉ କାଳ ଯବନ ଗଲା ସେ ଯୋଉ କୃଷ୍ଣ ତା ଗୁମ୍ଫା ଭିତରେ ପଶିଲେ କାଳ ଯବନ ତ ଅସ୍ତ୍ର ଶସ୍ତ୍ରରେ ମରିବନି କେବଳ ତାଙ୍କ ଦୃଷ୍ଟି ଶକ୍ତି ଯାହା ଉପରେ ପଡିବ ସେ ଭସ୍ମ ହେଇଯିବ ବୋଲି ଇନ୍ଦ୍ର ତାଙ୍କୁ
ଥିଲେ ସେ ଗୋଟେ ଶ୍ରୀକୃଷ୍ଣ ଯେହେତୁ ପ୍ରଭୁ ମହାପ୍ରଭୁ ଥିଲେ ସେ ଜାଣିଥିଲେ ସେ ଗୁମ୍ଫାରେ ପଶିଲେ ଗୁମ୍ଫାରେ ପଶିଲା ଭିତରେ ସେ ତାର କପଡ଼ାଟାକୁ କୃଷ୍ଣ ଘୋଡେଇ ଦେଇକି ଲୁଚିକି ରହିଲେ ଇଏ ଯେତେବେଳେ କପଡ଼ାଟା ଗୋଇଠା ମାରିଛି କପଡ଼ାଟା କାଢି ଦେଇଛି ତାଙ୍କର ନଜର ପଡିଯାଇଛି ମୁଚୁକୁନ୍ଦର ଭସ୍ମ ହେଇଗଲା କାଳ ଯବନ। ତେଣୁକରି ଟାଇମ ଟେବଲ ସବୁ ଲୋକର ଅଲଗା ଅଲଗା ପିତୃ ଲୋକର ଅଲଗା ଆମ ଲୋକର ଅଲଗା ଦେବ ଭୂର ଭୁବ ମହ ଜନ ତପସ୍ୟ 7ଟା ଲୋକ ଉପରେ ଆଉ 7ଟା ଲୋକ ଅଛି ତଳେ ତେଣୁକରି ସବୁର ଟାଇମ ଟେବଲ ସିଡ୍ୟୁଲ ଅଲଗା। ତେଣୁକରି ମୁଁ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଗୋଟିଏ କଥା କହିବି ସାରା ଓଡ଼ିଶାବାସୀଙ୍କୁ ଆମର ଯାହା ଆଗରୁ ପରମ୍ପରା ଅଛି ପିତୃପୁରୁଷ ମାନଙ୍କର ଆମର ଜେଜେ ପରଜେଜେ ମାନଙ୍କୁ ଯେମିତି ଯାହା ଚାଲିଛି ସେଟା ଚାଲିଥାଉ ସେଇଥିରେ ଆମେ ସାଇନ୍ସ ନାଁରେ କିଛି ହସ୍ତକ୍ଷେପ କରିବା ନାହିଁ ଯେହେତୁ ତାଙ୍କର ପ୍ରପର୍ଟି ଧନ ସମ୍ପତ୍ତି ଆମେ କହୁଛୁ ତାଙ୍କର ଉତ୍ତରାଧିକାରୀ ତାଙ୍କର ଗୁଣରେ ମଧ୍ୟ ଆମେ ଉତ୍ତରାଧିକାରୀ ହବା ଆପଣଙ୍କ ଚ୍ୟାନେଲରେ ସମସ୍ତଙ୍କୁ ମୁଁ ନିବେଦନ କରୁଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆମ ସହ ବହୁ ମୂଲ୍ୟବାନ ସମୟ ଦେଇଥିଲେ ବିପିନ ବର୍ମା ଯେ କି